ବରମୁଣ୍ଡଳି ଗ୍ରାମ ପଞ୍ଚାୟତ ବାଲିକୁଦ ବ୍ଲକର ବରମୁଣ୍ଡଳି ଗ୍ରାମ ପଞ୍ଚାୟତର ମୋ ନାଁ ମାନିନୀ ମହାନ୍ତି 10 ଗ୍ରାମରୁ କହୁଛି। ଯୋଉ ସଂସ୍ଥା ଗୋଟେ ଆସିଥିଲା ଅନଲାଇନ ଆପ ସେ ସଂସ୍ଥା ନାମ କଣ ଗୋଟେ ଠକେଇ ହେଇଛି ଆମ ଅଞ୍ଚଳରେ ବର୍ତ୍ତମାନ ହ୍ୟୁଜ ଆପ ଆସିଥିଲା। ତାପରେ ଆମର ଏଠି ଜଣେ ରିଟାୟାର୍ଡ ଅବଲ ମହାନ୍ତି ସେ ଆସିକି ସଂସ୍ଥାଟା ବିଷୟରେ ଆମକୁ କହିଲେ। ତାପରେ ଆମେ ଦେଖିଲୁ କେହି ଆମେ କରୁନଥିଲୁ, ବହୁତ ଲୋକ ତାପରେ କଲା ପରେ ଆମର ଭାରି ଇଚ୍ଛା ବି ହେଲା। ତାପରେ ସୁଭଦ୍ରା ପଇସା କିଛି ଆସିଥିଲା, ତାପରେ ଆମେ ବି ଜିନିଷ ପଇସା କିଛି ବନ୍ଧା ପକେଇକରି ଆପଟା ଖୋଲିଲୁ। କିଛି ଦିନ ଚାଲିଲା। ଆପଣଙ୍କର କେତେ ଟଙ୍କା ଠକେଇ ହେଇଛି? ମୋର ମୁଁ ଗୋଟେ କରିଥିଲି, ମୋ ସ୍ୱାମୀଙ୍କର ଗୋଟେ କରିଥିଲି। ମୋର 16,500 ମୁଁ ଗୋଟେ କରିଥିଲି, ମୋ ସ୍ୱାମୀଙ୍କର ବି 16,500 କରିଥିଲି। ତାପରେ ଏଇଟା କିଛି ଦିନ ଚାଲିଲା ପରେ 6 ମାସ ପରେ କାଲି ଆମେ ଶୁଣିଲୁ ବନ୍ଦ କରିଦେଲେ। ଆର ଗୁରୁବାର ଦିନ ସେ ବନ୍ଦ କଲେ, ଆଉ ଆସିଲାନି, କିଛି ହେଲାନି, ଆପ୍ ଫାପ୍ କିଛି ଚାଲିଲାନି। ତାର ଆମେ ମେସେଜ କଲୁ, ସେ କହିଲେ 7 ଦିନ ଅପେକ୍ଷା କର, ତାପରେ ମିଟିଂ ଫିଟିଂ କଲେ, ତାପରେ କହିଲେ 7 ଦିନ ଅପେକ୍ଷା କର, ତାପରେ ଆସିବ। ଆମେ ଅପେକ୍ଷା କଲୁ। ହଁ, ଆମେ ଯେତେବେଳେ ଦେଇଛୁ ପଇସାଟା ଆମ ଲୋଭ। ତାପରେ ଆମର ସମୁଦାୟ ମୋର ହେଲା 33,000 ଟଙ୍କା। ତାପରେ ଆମେ ମାନେ ଅଞ୍ଚଳରେ କେତେ ଖଣ୍ଡେ ମହିଳା ପ୍ରାୟ କରିଛନ୍ତି? ବହୁତ, ମାନେ ଆମ ପ୍ରାୟ 12ଟା କରିଛନ୍ତି। ଚାରଣ ମାନେ କିଛି କେହି ନ ଜାଣିଛନ୍ତି, ବୟସ୍କ ଲୋକ ସେମାନେ କରିନାହାନ୍ତି। ଯୋଉମାନେ ଜାଣିଛନ୍ତି ଆମେ କଲୁ, ଆମର ଭଉଣୀ କଲା, ଆମର ଭାଇ ବି କଲା, ମୋ ସାଙ୍ଗସାଥି ସମସ୍ତଙ୍କୁ ଶୁଣା ହଉଛି କି କିଛି ମାନେ ଫ୍ରିଜ ଟିଭି ଏଇଭଳି ଓଭନ ଅଫର ଦିଆଯାଇଥିଲା କରିଥିଲେ। ସେମାନେ ଯିଏ ଯାହା ଆଣିଥିଲେ, ଆମର କିଛି ଆସିନି ନା ଆମକୁ କିଛି ଆଣିନି। ଆପଣ ଏବେ କଣ ଚାହୁଁଛନ୍ତି? ଏବେ ଆମେ ସରକାର ଯେତିକି ନିବେଦନ କରୁଛୁ, ଆମର ଏଇଟା ଆମ ପାଇଁ ଏଇଟା କିଛି ବୁଝାଯାଉ। କାରଣ ଆମେ ଗରିବ, ଆମେ ବନ୍ଧା ପକେଇ ବହୁତ ଜିନିଷ ପତ୍ର, ପିଲାଙ୍କ ପାଠ ପଢା ପଇସା ବି ରଖିଥିଲୁ, ସେଇଟା ଖର୍ଚ୍ଚ କରୁଛୁ। ଆମ ପାଇଁ କିଛି କରନ୍ତୁ। ନ୍ୟାୟିକ ତଦନ୍ତ ଦାବି କରୁଛନ୍ତି। ନିହାତି ଆମେ ଏଇଟା ତଦନ୍ତ ଦାବି କରୁଛୁ।